ଏ ନାଟକର ବିଷୟବସ୍ତୁ ଏକ ମାନେ ଇତିହାସ କହିଲେ ଚଳିବ, ଲୋକ କଥା କହିଲେ ଚଳିବ, କିନ୍ତୁ ୟାକୁ ଆମେ ନିଖୁଣ ଭାବେ କେମିତି କରିପାରିବୁ, ଯେହେତୁ ଯାଜପୁରର ଆମେ ବାସିନ୍ଦା ଏବଂ ଯାଜପୁରର ଗୋଟେ ଏମିତି ଗୋଟେ କାହାଣୀ ଜଗନ୍ନାଥଙ୍କୁ ନେଇକି ଅଛି। ତେଣୁ ଆମେ ମୁଖ୍ୟ ଉଦ୍ଦେଶ୍ୟ ରଖିଲୁ ପୁଣ୍ୟ ଉତ୍କଳ ତରଫରୁ ଯେ ଜଗନ୍ନାଥ ଧର୍ମର ପ୍ରଚାର କରିବା ପାଇଁ ଯେତେ ସବୁ ଅଛନ୍ତି ଜଗନ୍ନାଥଙ୍କର ଭକ୍ତ ଅଛନ୍ତି, ପ୍ରିୟ ଭକ୍ତ ଅଛନ୍ତି, ସେମାନଙ୍କ ଉପରେ ଆମେ ନାଟକ କରିବୁ। ଏଇ ବନ୍ଧୁ ମହାନ୍ତି ନାଟକର ନିର୍ଦ୍ଦେଶକ ମୁଁ। ଆଉ ଏ ନାଟକ ଖୁସିର କଥା, ଏ ନାଟକ ସାରା ଓଡ଼ିଶାରେ ଏଇଟା 25ତମ ନାଟକ ମାନେ ମଞ୍ଚସ୍ଥ ହେଲା। ତେଣୁ ଏଥିପାଇଁ ଏ ନାଟକ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଥିଲା ଏବଂ 25ତମଟା ବି ରବୀନ୍ଦ୍ର ମଣ୍ଡପରେ ହେଲା ନାଟକ ଇଏଟା। ଏ ନାଟକର ବିଷୟବସ୍ତୁ ଏକ ମାନେ ଇତିହାସ କହିଲେ ଚଳିବ, ଲୋକ କଥା କହିଲେ ଚଳିବ, କିନ୍ତୁ ୟାକୁ ଆମେ ନିଖୁଣ ଭାବେ କେମିତି କରିପାରିବୁ, ଯେହେତୁ ଯାଜପୁରର ଆମେ ବାସିନ୍ଦା ଏବଂ ଯାଜପୁରର ଗୋଟେ ଏମିତି ଗୋଟେ କାହାଣୀ ଜଗନ୍ନାଥଙ୍କୁ ନେଇକି ଅଛି। ତେଣୁ ଆମେ ମୁଖ୍ୟ ଉଦ୍ଦେଶ୍ୟ ରଖିଲୁ ପୁଣ୍ୟ ଉତ୍କଳ ତରଫରୁ ଯେ ଜଗନ୍ନାଥ ଧର୍ମର ପ୍ରଚାର କରିବା ପାଇଁ ଯେତେ ସବୁ ଅଛନ୍ତି ଜଗନ୍ନାଥଙ୍କର ଭକ୍ତ ଅଛନ୍ତି, ପ୍ରିୟ ଭକ୍ତ ଅଛନ୍ତି, ସେମାନଙ୍କ ଉପରେ ଆମେ ନାଟକ କରିବୁ। ଏବଂ ଏଇଟା ପ୍ରଥମ ଥିଲା ବନ୍ଧୁ ମହାନ୍ତିଙ୍କ ଉପରେ, ଦ୍ୱିତୀୟ ବଳରାମ ଦାସଙ୍କ ଉପରେ, ତୃତୀୟ ଦାସିଆ ବାଉରୀ ଉପରେ ହେବାକୁ ଯାଉଛି। ଆମେ ଚାହୁଁଥିଲୁ ଏ ବିଷୟରେ ବି ସରକାରଙ୍କୁ ଆମେ ଚିଠି ଲେଖିଥିଲୁ, ଯେ ଅନୁରୋଧ କରିଥିଲୁ ଯେ ଜଗନ୍ନାଥ ଧର୍ମ ଏବଂ ସେମାନଙ୍କର ଭକ୍ତ ବିଷୟରେ ଯଦି ପ୍ରଚାର ପ୍ରସାର କରାଯାଏ, ଏହା ବହୁତ ଲୋକଙ୍କ ଉପରେ ପ୍ରଭାବ ପକାଇବ ଏବଂ ଏଥିରେ ବହୁତ ଶିକ୍ଷା ବି ଅଛି। ମାନେ ପେଜ ପିଇବା ପାଖରେ କ'ଣ ଶିକ୍ଷା ଅଛି, ଗଛ ବୃକ୍ଷରେ କ'ଣ ଶିକ୍ଷା ଅଛି, ସବୁ ଏ ନାଟକରେ ଯେମିତି ଅଛି ସେସବୁ ନାଟକରେ ସେଇଭଳି ବି ଅଛି। ଏଠି କଳାକାର ମାନେ ସମସ୍ତେ ଏଇଟା ଯାଜପୁରରେ ହେଲେ ମଧ୍ୟ ଯାଜପୁର ସହିତ ସମ୍ପର୍କିତ ସବୁ ଆର୍ଟିଷ୍ଟ ମାନେ ଏଥିରେ ଅଛନ୍ତି। ଏଥିରେ ବିଶେଷ ଭାବରେ ଯୋଉ ବନ୍ଧୁ ମହାନ୍ତି, ସିଏ ହେଉଛନ୍ତି ଓଡ଼ିଶାର ଜଣେ ସୁନାମଧନ୍ୟ ଆର୍ଟିଷ୍ଟ। ତେଣୁ ତାଙ୍କ ସିଏ ବନ୍ଧୁ ମହାନ୍ତି ହେଇଛନ୍ତି ଏବଂ ତାଙ୍କ ସ୍ତ୍ରୀ ସେ ବି ଜଣେ ସିନେମା ଏବଂ ସିରିଏଲ ଆର୍ଟିଷ୍ଟ। ପ୍ରାୟ ସମସ୍ତେ ସିନେମା ଏବଂ ସିରିଏଲ ଆର୍ଟିଷ୍ଟ ଅଛନ୍ତି। ୟା ପରେ ଗୋଟେ ନାଟକ ବଳରାମ ଦାସଙ୍କ ନାଟକ ସହିତ 2 ଦିନ ବୋଧେ ମଞ୍ଚସ୍ଥ ହବ, ସେ ଯାଜପୁରରେ ହବ। ତାପରେ ମାର୍ଚ୍ଚ ମାସରେ ଅଛି, ସେ ଯାଜପୁର ଠାରୁ ଦୂରରେ ଅଛି 3 ଦିନ ନାଟକ ଅଛି। ଭଦ୍ରକରେ ଅଛି 3 ଦିନ ଅଛି, ଭଦ୍ରକରେ 4 ଦିନ ଅଛି, 2 ଦିନ 2 ଦିନ ଅଛି ବିଭିନ୍ନ ଜାଗାରେ। ଓଡ଼ିଶା ଭିତରେ ଆମ ଚେଷ୍ଟାରେ ହଉଛି, କିନ୍ତୁ ଆମ ପାଖରେ ସମ୍ବଳ ନାହିଁ, ଆର୍ଥିକ ସମ୍ବଳ ବହୁତ କମ୍ ଆ ଦେହରେ ଯିବା ଆସିବା କରିବା। କିନ୍ତୁ ତା ଭିତରେ ବି ଆମର ଆର୍ଟିଷ୍ଟ ମାନେ ଏଇଟା କିନ୍ତୁ ସଂସ୍କୃତି ବିଭାଗ ତରଫରୁ ମାନେ ହେଇଛି ଏଥର।